শ্রীমদ্ভাগবত। ওম নমো ভগবতে বাসুদেবায়। শ্রীমদ্ ভাগবত দশম স্কন্ধ দ্বারকা লীলা ষষ্ঠ ষষ্ঠীতম অধ্যায়। অনিରୁଦ୍ଧର ଯେ ବିବାହ ବର୍ଣ୍ଣିତ 66 ଅଧ୍ୟାୟ। ଶ୍ରୀ ଶୁକ ଉବାଚ କହନ୍ତି ବ୍ୟାସଙ୍କର ସୁତ ଶୁଣ ରାଜନ ପରିଚିତ। କୃଷ୍ଣେ ବରିଲେ ଯେତେ ନାରୀ ରୁକ୍ମିଣୀ ଦେବୀ ଆଦି କରି। ତାହାଙ୍କ ଗର୍ଭେ ଯେତେ ଜାତ ହୋଇଲେ ଗୋବିନ୍ଦର ସୁତ। ହରିର ବଂଶ ସଂଖ୍ୟା କରି କେ ପାରୁ ନର ଦେହ ଧରି। ପ୍ରଦ୍ୟୁମ୍ନ ଆଦି ପୁତ୍ର ଯେତେ ପ୍ରଧାନେ କହିବଇ କେତେ। କନ୍ୟା କେ 10 ସୁତ ଅପରେ ଏକଇ ଦୁହିତ। କୃଷ୍ଣର ପ୍ରାୟ ରୂପ ଗୁଣ ଏବେ ହୋ ସାବଧାନେ ଶୁଣ। କନ୍ୟା ଏ କୃଷ୍ଣକୁ ଏକାନ୍ତେ ଚରଣେ ସେବନ୍ତି ନିରତେ। ତାହାଙ୍କ ପୁରୁ ଦାମୋଦର ଦଣ୍ଡ ହେ ନୁହନ୍ତି ଅନ୍ତର। ଦେଖିଣ ଗୋବିନ୍ଦର ଭାବ ଆତ୍ମାକୁ ମଣିଲେ ଦୁର୍ଲଭ। କୃଷ୍ଣ ମହିମା ନ ଜାଣନ୍ତି ସ୍ୱାମୀର ପ୍ରାୟେ ସେ ମଣନ୍ତି। କାହୁଁ ଜାଣିବେ କୃଷ୍ଣ ଭାବ ଯେ ବ୍ରହ୍ମା ଶଙ୍କରେ ଦୁର୍ଲଭ। ସ୍ୱଭାବେ ଜଗତ ମୋହିନୀ ବିଶେଷ କୃଷ୍ଣର କାମିନୀ। କୃଷ୍ଣର ମାୟା ଅଗୋଚର ଭ୍ରମନ୍ତି ବ୍ରହ୍ମା ଶିବ ସୁର। ଚାରୁ କମଳ କୋଶବର୍ଣ୍ଣ ନିର୍ମଳ ମୋହନ ବଦନ। ବିସ୍ତାର ଭୁଜ ନେତ୍ର ବେଣୀ ପ୍ରେମ ସହିତ ରସ ଘେନି। ସପ୍ରେମ ଦୃଷ୍ଟି ନର୍ମ ବାଣୀ ଏ ଭାବେ ମୋହିତ ତରୁଣୀ। ଯୁବତୀ ଗଣ କୃଷ୍ଣ ମନ ମୋହନେ ନୋହିଲେ ଭାଜନ। ଯେ ହରି ସର୍ବ ପରିପୂର୍ଣ୍ଣ ରୂପ ରୂପ ନିରଞ୍ଜନ। ଯୁବତୀ ମାନେ ଅନୁଦିନ ସକାମ ସସ୍ମିତ ବଦନ। କଟାକ୍ଷ ଦୃଷ୍ଟି ସ୍ନେହ ଭାବ ଏଣେ ନିର୍ମିତ ଯେ ଦୁର୍ଲଭ। ଅନଙ୍ଗ ବାଣ ଆଣ୍ଟେ ଟାଣି ବିନ୍ଧନ୍ତି କୃଷ୍ଣର ତରୁଣୀ। ସ୍ୱଭାବେ କୃଷ୍ଣର ତରୁଣୀ ଶୁଦ୍ଧ ସୁରତ ଭାବ ଘେନି। 16 ସହସ୍ର ପରିହାସେ କୃଷ୍ଣର ଚିତ ପ୍ରେମ ପାସେ। ବନ୍ଧନେ ନୋହିଲେ ଭାଜନ ତେଣୁ ନ ଘଟେ ଅନୁମାନ। ରମା ରମଣ ଜଗନ୍ନାଥ ତାହାଙ୍କୁ ପାଇ ନିଜ କାନ୍ତ। ବ୍ରହ୍ମାଦି ଦେବ ମୁନି ଯତି ଯାହାର ମାର୍ଗେ ମୋହ ଯାନ୍ତି। ସେ ହରି ସଙ୍ଗତେ ଯୁବତୀ ଆନନ୍ଦେ ନିରତେ ରମନ୍ତି। ନବ ସଙ୍ଗମେ ପ୍ରିୟ ଭାବ ନିତ୍ୟ ବର୍ଦ୍ଧିତ ଅନୁରାଗ। ସେବନ୍ତି କୃଷ୍ଣର ଚରଣେ ଯୁବତୀ ଭାବ ଆଚରଣେ। କୃଷ୍ଣର ଆଗମନ ଦେଖି ଉଠନ୍ତି ଆସନ ଉପେକ୍ଷି। କେତେ ହେଁ ଦୂର ବେଗେ ଯାଇ କୃଷ୍ଣର ହସ୍ତେ ହସ୍ତ ଦେଇ। ସକାମ ଲାଳ ସେ ତରୁଣୀ କୃଷ୍ଣଙ୍କୁ ନିଜ ଘରେ ଆଣି। ସୁବର୍ଣ୍ଣ ଆସନେ ବସାଇ ବେନି ଚରଣ ହସ୍ତେ ଧୋଇ। ସୁଗନ୍ଧ ଲେପି କୃଷ୍ଣ ଅଙ୍ଗେ
ଚାମର ପକାନ୍ତି ସୁରଙ୍ଗେ, ବିଶ୍ରାମ କରାଇ ଶ୍ରୀପତି ସୁଗନ୍ଧ କୁସୁମେ ପୂଜନ୍ତି। କେଶ ପ୍ରସାଧନ ରଞ୍ଜନେ ସେବନ୍ତି ସ୍ନାହାନ ଭୋଜନେ, ଏମନ୍ତେ କୃଷ୍ଣର ଚରଣେ ସେବା କରନ୍ତି ଅନୁକ୍ଷଣେ। କନ୍ୟାକେ ସତେ ସତେ ନାରୀ ପାଦେ ଖଟନ୍ତି ପରିବାରୀ, ତଥାପି ସ୍ୱାମୀର ଚରଣେ ସେବନ୍ତି ସେବକୀ ପ୍ରମାଣେ। ଏବେ ହୋ ଶୁଣ ନରପତି, କୃଷ୍ଣର ଯେତେକ ଯୁବତୀ, ତାହାଙ୍କ ମଧ୍ୟେ ଅଷ୍ଟ ନାରୀ ରୁକ୍ମିଣୀ ଦେବୀ ଆଦି କରି। କନ୍ୟାକେ 10 ସୁତ, ତାହାଙ୍କ ଉଦରୁ ସମ୍ଭୂତ। ଆବର 16 ସହସ୍ର ସତେ, ପୂର୍ବେ ମୁଁ କହିଅଛି ତୋତେ। ତାହାଙ୍କ ଗର୍ଭୁ ସେହି ମତ, ଏକ ଦୁହିତା 10 ପୁତ୍ର। ଜନ୍ମ ହୋଇଲେ କୃଷ୍ଣ ବୀର୍ଯେ, କି ପଟାନ୍ତର ଦେବା ତେଜେ। ସର୍ବେ ଦିଶନ୍ତି କୃଷ୍ଣ ତେଜ, ଏବେ ହୋ ଶୁଣ ମହାରାଜ। ହରିର ବଂଶ ସଂଖ୍ୟା କରି, କେ କହିପାରେ ଦେହ ଧରି। ଅଷ୍ଟକନ୍ୟାଙ୍କ ପୁତ୍ର ଯେତେ, ପ୍ରମାଣି କହିବି ମୁଁ ତୋତେ। ପ୍ରଦ୍ୟୁମ୍ନ ଚାରୁ ଦେବସ୍ନାଦି, ସୁଦେଷ୍ଣ ତୃତୀୟ ପ୍ରସିଦ୍ଧି। ଚତୁର୍ଥ ପୁତ୍ର ଚାରୁ ଦେହ, ଏହାଙ୍କ ବଳ ଅପ୍ରମେୟ। ସୁଚାରୁ ଚାରୁ ଗୁପ୍ତ ବେନି, ସପ୍ତମେ ଭଦ୍ର ଚାରୁ ଘେନି। ଚାରୁ ଚନ୍ଦ୍ର ବିଚାରୁ ନାମ, ଚାରୁ ସହିତେ 10ମ। ରୁକ୍ମିଣୀ ଗର୍ଭୁଏ ସମ୍ଭୂତ, କୃଷ୍ଣର ପ୍ରାୟ ନେତ୍ରଗ୍ରାତ୍ର। ପ୍ରଥମେ ଭାନୁ ଯେ ସୁଭାନୁ, ତୃତୀୟ ସ୍ୱର୍ଭାନୁ ପ୍ରଭାନୁ। ଭାନୁମାନ ଯେ ଚନ୍ଦ୍ରଭାନୁ, ବୃହତ୍ ଭାନୁ ଯେ ଅତି ଭାନୁ। ଶ୍ରୀଭାନୁ ପ୍ରତିଭାନୁ ଶେଷ, ଏ ସତ୍ୟଭାମା ପୁତ୍ର 10। ରୁକ୍ଷ ନନ୍ଦିନୀ ଜାମ୍ବବତୀ, ଶୁଣତୁ ତାହାର ସନ୍ତତି। ଶାମ୍ବ ସୁମିତ୍ର ପୁରୁଜିତ, ସହସ୍ରଜିତ ଶତଜିତ। ବିଜୟ ପୁଣି ଚିତ୍ରକେତୁ, ଦ୍ରବିଡ଼ ବସୁମାନ କ୍ରତୁ। ସତ୍ୟାର ପୁତ୍ର ଶୁଣ ଏବେ, ତୋତେ କହିବି ପ୍ରିୟ ଭାବେ। ବୀରଚନ୍ଦ୍ର ଯେ ଅଶ୍ୱସେନ, ଚିତ୍ରଗୁ ବୃଷ ବେଗବାନ। ଶ୍ରୀମାନ ଶଙ୍କୁ ବସୁଆମ, କୁନ୍ତୀ ସହିତେ 10ମ। ସାଧୁ ସୁନ୍ଦର ଶ୍ରୁତ କବି, ତୃତୀୟ ବୃଷ ଅନୁଭବୀ। ବୀର ସୁବାହୁ ଭଦ୍ର 1, ଶାନ୍ତି ଅଷ୍ଟମ ଯେ ସୋମକ। ଦରସ ପୂର୍ଣ୍ଣମାସ ଶେଷ, କାଳିନ୍ଦୀ ପୁତ୍ର ଏ ଯେ 10। ପ୍ରଘୋଷ ଗାତ୍ରବାନ ସିଂହ, ବଳ ପ୍ରବଳ ଯେ ଊର୍ଦ୍ଧ୍ୱଗ। ମହାଶକ୍ତି ଯେ ସହୋଜ, ଅପରାଜିତ ଯେ ଆତ୍ମଜ। ଲକ୍ଷ୍ମଣା 10 ପୁତ୍ର ଏହି, ଶୁଣ ରାଜନ ମନ ଦେଇ। ବୃକ ହର୍ଷ ଅନିଳ ଗୃଧ୍ର, ବର୍ଦ୍ଧନ ଆବର ଅନାଦ। ମହାସ ପାବନ ଯେ ବହ୍ନି, ক্ষুধি সহিতে দশ ঘেনি, এ সর্বে মিত্র বিন্দাসুত, এবে হো শুণ ভদ্রাসুত।
ସଂଗ୍ରାମ ଜିତ ବୃହତ୍ ସେନ ସୁର ସତ୍ୟକ ପ୍ରହରଣ ଜୟ ସୁଭଦ୍ର ଅରିଜିତ ବାମ ଆୟୁଏ ଦଶ ସୁତ ଏମନ୍ତେ ଅଷ୍ଟପାଟରାଣୀ 16,000 ମଧ୍ୟେ ପୁଣି ଦୀପ୍ତିମାନ ଯେ ତାମ୍ର ତପ୍ତ ରୋହିଣୀ ଗର୍ଭେ କୃଷ୍ଣ ସୁତ ଏମନ୍ତେ କୃଷ୍ଣ ପତ୍ନୀ ଯେତେ ପୁତ୍ର ପୁତ୍ରୀ ଯେ ଅପ୍ରମିତେ ଅନଙ୍ଗ ଅନୁରୂପେ ଜାତ ପ୍ରଦ୍ୟୁମ୍ନ ରୁକ୍ମିଣୀର ସୁତ ରୁକ୍ମୀ କୁମାରୀ ରୁକ୍ମବତୀ ସ୍ୱାଧୀ ଲକ୍ଷଣା ଶୁଦ୍ଧମତୀ ତାହାକୁ ସ୍ୱୟଂବର ମଧ୍ୟେ ପ୍ରଦ୍ୟୁମ୍ନ ହରିଲା ବିବାଦେ ରାଜାଙ୍କ ବଳ ଦର୍ପ ହରି କନ୍ୟା ପ୍ରଦ୍ୟୁମ୍ନ ବିଭା କରି ସେ କନ୍ୟା ଗର୍ଭେ ପୁତ୍ର ଜାତ ଯା ନାମ ଅନିରୁଦ୍ଧ ଖ୍ୟାତ ଏମନ୍ତେ ପରୀକ୍ଷିତ ଶୁଣି ଆନନ୍ଦ ମନେ ପରିମାଣି ବୋଇଲେ ମଧୁର ବଚନ ଭୂମୁନି ବ୍ୟାସଙ୍କ ନନ୍ଦନ ଏମନ୍ତ କୌତୁକ ବାଣୀ ସଂଶୟ ଲାଗିଲା ତ ଶୁଣି ରୁକ୍ମୀ ଯେ କୃଷ୍ଣର ବୈରୀ ସଂଗ୍ରାମ କାଳେ ଅଛି ହାରି କେମନ୍ତେ ରିପୁପୁତ୍ରେ ବରି ବିବାହ ଦେଲା ତାକୁ ମାରି ଯେ ନିତ୍ୟ ବୁଦ୍ଧି ମୋହ ଗାଢ଼େ କୃଷ୍ଣ ମରଣ ଛିଦ୍ର ଲୋଡ଼େ ମାରିବା ପାଇଁ କରେ ଆସ ସେ କାହିଁ ବିବାହେ ବିଶ୍ୱାସ ଉଭୟେ ବୈରୀ ବିରୋଧ କେମନ୍ତେ ବିବାହ ସମ୍ବନ୍ଧ ଭୂତ ଭବିଷ୍ୟ ବର୍ତ୍ତମାନେ ଏ କଥା ନ ଘଟଇ ମନେ ବୈରୀ ଭାବେ ବନ୍ଧୁ କାହିଁ ଉତ୍ତମ ଲୋକେ ଛନ୍ତି କହି କହନ୍ତି ସୁକ ମୁନିବର ଶୁଣ ହୋ ରୁକ୍ମୀର ବ୍ୟବହାର କୃଷ୍ଣର ତହୁଁ ଅପମାନେ ବୈରୀ ଭାବ ଅଛି ମନେ ତଥାପି ଭଗିନୀର ସୁତ ଭଣଜା ଭାବେ ବର ପାତ୍ର କୁଳ ବ୍ୟବହାର ଏହି ମତେ ଦେଲା ସେ ଭଗ୍ନି ପ୍ରିୟର୍ଥେ ରୁକ୍ମିଣୀ ସୁତା ଅନୁପମ ଯାହାର ଚାରୁମତି ନାମ ବଳି ଯେ କୃତ ବର୍ମା ସୁତ ତାରେ ବରିଲା ସେ ଦୁହିତ ରୁକ୍ମୀ ପୁତ୍ରର କନ୍ୟା ଥିଲା ଅନିରୁଦ୍ଧକୁ ବିଭା ଦେଲା କୃଷ୍ଣର ବୈରୀ ଯୁଗତେ ଦେଲା ସେ ଭଗ୍ନି ପ୍ରିୟର୍ଥେ ଯେ ଧର୍ମଶାସ୍ତ୍ରର ବିଚାରେ ଦେଲା ରୁକ୍ମଣ ସ୍ନେହ ଭରେ ଯାର ବିବାହ କାଳେ ହରି ରାମ ରୁକ୍ମିଣୀ ଆଦି କରି ଶାମ୍ବ ପ୍ରଦ୍ୟୁମ୍ନ ଆଦି ସୁତେ ଯାଦବ ସୈନ୍ୟ ସହିତେ ବିବାହ ଉତ୍ସବ ସମ୍ଭାରେ ମିଳିଲେ ଭୋଜ କଟପୁରେ ବିବାହ ସାରି ତାର ପୁରେ ଯେମନ୍ତ କୁଟୁମ୍ବ ବ୍ୟବହାରେ ତାର ବିବାହେ ବିପରୀତ ଶୁଣ ରାଜନ ପରୀକ୍ଷିତ ଉତ୍ସବ ଅନ୍ତେ ଏକ ଦିନେ ବିବାହେ ଥିଲେ ଯେତେ ଜନେ କଳିଙ୍ଗ ରାଜ ଆଦି ଯେତେ ବିଚାର କରନ୍ତି ଏକାନ୍ତେ ଆଜ ସଭାର ମଧ୍ୟେ ବସି ରୋହିଣୀ ନନ୍ଦନେ ବିଶ୍ୱାସୀ ଆନନ୍ଦେ ପଶା ଖେଳ କରି ଛଳେ ଜିଣିବା ହଳଧାରୀ ଖେଳ ନ ଜାଣେ ବଳରାମ
ଜିଣିମା ଗଡ଼ ଧନ ଗ୍ରାମ ରୁକ୍ମଣ ସଙ୍ଗେ ଖେଳାଇବା ଆମ୍ଭ ନିକଟେ ବସିଥିବା ଏତେ ବିଚାରି ଖେଳ କଲେ କପଟେ ରାମଙ୍କୁ ଆଣିଲେ ସଭାର ମଧ୍ୟେ ଖେଳ କରି ସୁଖେ ଖେଳନ୍ତି ହଳଧାରୀ ପ୍ରଥମେ ଲକ୍ଷେ ଲକ୍ଷେ ପଣ ଯେମନ୍ତେ ଖେଳର ଭିଆଣ ରାମ ପାତିଲେ ପସାଦାନ ଜିଣିଲା ଭୀଷ୍ମଙ୍କ ନନ୍ଦନ ପାଶେ ଯେ ଥିଲା ଦନ୍ତ ବକ୍ର ସ୍ୱଭାବେ କରିଅଛି ଚକ୍ର ହସିଲା ରାମ ମୁଖ ଚାହିଁ ବିକଟ ଦଶନ ଦେଖାଇ ଖେଳର ସ୍ୱଭାବ ଏମନ୍ତ ଗୋପନ କଲେ ହଳ ହସ୍ତ ଲକ୍ଷ୍ୟକୁ 10 ଗୁଣ କରି ହୁଡ଼ ଧରିଲେ ହଳଧାରୀ ସେବେଳେ ହଳଧର ଜିଣି ରୁକ୍ମୀ ବୋଇଲା ତାହା ଶୁଣି ମୁହିଁ ଜିଣିଲି ଏତେ ଧନ ହୋ ରାମ ପୁଛ ସଭାଜନ ଏମନ୍ତେ କଇ ତବ କଲା ରାମର କୋପ ଉପୁଜିଲା ଜଳଧି ଯେହ୍ନେ ପ୍ରଳୟରେ ଉଛୁଳେ ବହୁତ କଲୋଳେ ସ୍ୱଭାବେ ଅରୁଣ ଲୋଚନ ବୋଲନ୍ତି ରୋହିଣୀ ନନ୍ଦନ ଏବେ ମୋହର ପଣ ଶୁଣ ହୁଡ଼ିଲି 10 କୋଟି ଧନ ଏତେ ସୁବର୍ଣ୍ଣ ଏ ମୋହର କୋପେ ବୋଲନ୍ତି ହଳଧର ଏମନ୍ତେ ଖେଳ ପିଢ଼ କରି ଦାନ ପାତିଲେ ହଳଧାରୀ ଧର୍ମେ ଜିଣିଲେ ବଳରାମ ଜିଣିଲି ବୋଇଲା ରୁକ୍ମଣ ଏବେ ହୋ ଜିଣିଲିଟି ମୁହିଁ ପଚାର ସଭା ମଧ୍ୟେ ତୁହି ସେ କଥା ଦନ୍ତ ବକ୍ର ଶୁଣି ବୋଲଇ ଶୁଣ ହଳ ପାଣି ଏ ବେଳ ଜିଣିଲା ରୁକ୍ମଣ ସୁବର୍ଣ୍ଣ ଯେତେ ପିଢ଼ ଆଣ ରୋହିଣୀ ସୁତ ତାହା ଶୁଣି କପାଳ କଣ୍ଟି ହେଲେ ତୁନି ସେ କାଳେ ଅନ୍ତରିକ୍ଷ ବାଣୀ ଡାକିଲା ରାମ ଏଥେ ଜିଣି କପଟ କରଇ ରୁକ୍ମଣ ହେମନ୍ତ ଆକାଶ ବଚନ ଧର୍ମ ବଚନ ନିନ୍ଦା କରି ରୁକ୍ମଣ ବୋଲେ କୋପ ଭରି ଏମନ୍ତ ଶୁଣିଲା ତ ନାହିଁ ଜିଣିଲି ସଭା ମଧ୍ୟେ ମୁହିଁ ଦୁଷ୍ଟ ଭୂପାଳେ ତାହା ଶୁଣି ବୋଲନ୍ତି ଅଛି ଏହୁ ଜିଣି ଶୁଣି ରୁକ୍ମଣ କଲା ହାସ ଯେଣୁ ଆବୃତ କାଳ ପାଶ ବୋଲଇ ପୁରୁଷ ବଚନ ତୁମ୍ଭେ ଯେ ଅଟ ଜାତିହୀନ ତୁମ୍ଭେ ଜାଣିବ ଖେଳ କାହିଁ ବନେ ଗୋପାଳ ମେଳେ ଥାଇ ସ୍ୱଭାବେ ତୁମ୍ଭେ ବନ୍ୟ ଲୋକ ନ ଜାଣ ପଶା କୌତୁକ ଗୋରୁ ଚରାଇ ଗଲା ଦିନ ତୁମ୍ଭର ଏଣେ କାହିଁ ଜ୍ଞାନ ଖେଳ ଜାଣନ୍ତି ରାଜପୁତ୍ରେ ସଂଗ୍ରାମେ ଜୟ ଏହୁ ମତେ ପଶା ଖେଳିଲା ତୁମ୍ଭ ନାହିଁ ରୁକ୍ମୀ ବୋଇଲା ରାମେ ଚାହିଁ ଏମନ୍ତେ ରୁକ୍ମଣ ବଚନ ଶୁଣି ହସନ୍ତି ସଭାଜନ ରାମ କୋପିଲେ ତାହା ଶୁଣି ପରିଘ ଶସ୍ତ୍ର करे ଘେନି ରୁକ୍ମଣ ମୁଣ୍ଡେ ଘୋର ନାଦେ ପ୍ରହାର କଲେ ସଭା ମଧ୍ୟେ ତଳେ ଯେ ଥିଲା ପଶା କାଠି ରାମ ଘେନିଣ କୋପ ଦୃଷ୍ଟି ସଭାର ଅପମାନ ଦୁଃଖେ
ପିଟିଲେ ଦନ୍ତ ବକ୍ର ମୁଖେ ବଜ୍ର ସମାନ ପଶା କାଠି ବାଜି ଭାଜିଲା ଦନ୍ତ ପାଟି ଯେ ଦନ୍ତେ ରାମଙ୍କୁ ହସିଲା ସେ ଭାଜି ଭୂମିରେ ପଡ଼ିଲା ରୁଧିର ବହେ ତାର ତୁଣ୍ଡେ ଗୋଳ ଶୁଭିଲା ରାଜଦାଣ୍ଡେ ରାମର ପଶା କ୍ରୀଡ଼ା କାଳେ ଦୁଷ୍ଟେ ଯେ ସଭା ମଧ୍ୟେ ଥିଲେ ରାମର ଶସ୍ତ୍ରେ ଖଣ୍ଡ ଖଣ୍ଡ ଛିଣ୍ଡିଲା ଭୁଜ ଉରୁ ମୁଣ୍ଡ ଅଙ୍ଗରୁଧିର ରଙ୍ଗ ବେଶେ ପଳାଇ ଗଲେ ନିଜ ଦେଶେ ରୁକ୍ମୀର ନାଶ କୃଷ୍ଣ ଦେଖି ଭାଳି ବୁଝିଲେ ବେନିଆଖି ରାମ ରୁକ୍ମଣ ସ୍ନେହ ଭଙ୍ଗ ଭୟେ ମୌନ ଶ୍ରୀରଙ୍ଗ ତକ୍ଷଣେ ପ୍ରଭୁ ଭଗବାନ ଆରୋହୀ ନନ୍ଦୀ ଘୋଷ ଯାନ ବର କନ୍ୟାଙ୍କୁ ଘେନି ସଙ୍ଗେ ଦ୍ୱାରକା ବିଜେ କଲେ ରଙ୍ଗେ ଯାଦବେ ରାମ ଆଦି ଯେତେ ଗଲେ ସେ କୃଷ୍ଣ ଅନୁପଥେ ସେ ରାମ କୃଷ୍ଣ ପାଦଗତ ନମଇ ବିପ୍ର ଜଗନ୍ନାଥ।